ओम शांति 27 मार्च 2026 प्रातः मुरली बाप दादा मधुबन। परम शिक्षक श्री भगवान वाच मीठे बच्चे ज्ञानर सागर बाबांक द्वारा तुमे माने मास्टर ज्ञानर सागर होइछ। तुमको ज्ञानर तृतीय नेत्र मिलिछि, सेथिपाई तुमे त्रिनेत्री त्रिकालदर्शी एवं त्रिलोकीनाथ अट। आजिर प्रश्न, सारा विश्वर आत्मिक सेवा तुममानंक व्यतीत आउ केही करिपारिबे नाही, काहीकि? उत्तर, कारण तुमको ही परम आत्मा शिव बाबांकर शक्ति मिलिछि। प्रथमे तुम आत्मा मानंकु सुप्रीम रूह अर्थात परम आत्मांक द्वारा ज्ञानर इंजेक्शन दिया जाउछि, ଯାହାଦ୍ୱାରା ତୁମେ ପାଞ୍ଚ ବିକାର ଉପରେ ନିଜେ ମଧ୍ୟ ବିଜୟ ପ୍ରାପ୍ତ କରୁଛ ଏବଂ ଅନ୍ୟମାନଙ୍କୁ ମଧ୍ୟ କରାଉଛ। ଏହିଭଳି ସେବା ଆଉ କେହି କରିପାରିବେ ନାହିଁ। କଳ୍ପ କଳ୍ପ ତୁମେମାନେ ହିଁ ଏହିଭଳି ଆତ୍ମିକ ସେବା କରୁଛ। ଓମ୍ ଶାନ୍ତି। ତୁମମାନଙ୍କୁ ସର୍ବଦା ବାବାଙ୍କ ସ୍ମୃତିରେ ହିଁ ବସିବାକୁ ହେବ, ଅନ୍ୟ କୌଣସି ଦେହଧାରୀଙ୍କ ସ୍ମୃତିରେ ନୁହେଁ। ଯେଉଁମାନେ ନୂଆ ନୂଆ ଆସୁଛନ୍ତି ସେମାନେ ତ ବାବାଙ୍କୁ ଜାଣି ହିଁ ନାହାନ୍ତି। ବାସ୍ତବରେ ତାଙ୍କର ନାମ ତ ବହୁତ ସହଜ ଅଟେ, ଶିବ ବାବା। ସନ୍ତାନମାନେ ନିଜର ପିତାଙ୍କୁ ଜାଣି ନାହାନ୍ତି, ଏହା କେତେ ଆଶ୍ଚର୍ଯ୍ୟର କଥା। ଶିବ ବାବା ତ ସର୍ବୋଚ୍ଚ ଏବଂ ସମସ୍ତଙ୍କର ସଦ୍ଗତି ଦାତା ଅଟନ୍ତି। ତାଙ୍କୁ ସମସ୍ତ ପତିତମାନଙ୍କର ପାବନକର୍ତ୍ତା, ସମସ୍ତଙ୍କର ଦୁଃଖ ହର୍ତ୍ତା ମଧ୍ୟ କହୁଛନ୍ତି। କିନ୍ତୁ ସିଏ କିଏ? ଏକଥା କେବଳ ତୁମେ ବିକେ ମାନଙ୍କ ବ୍ୟତୀତ ଆଉ କେହି ବି ଜାଣି ନାହାନ୍ତି। ତୁମେମାନେ ତାଙ୍କର ନାତି ନାତୁଣୀ, ତେଣୁ ନିଶ୍ଚିତ ଭାବରେ ନିଜର ପିତା ଏବଂ ତାଙ୍କର ରଚନାର ଆଦି ମଧ୍ୟ ଅନ୍ତକୁ ତ ଜାଣିଥିବ। ଏବେ ବାବାଙ୍କ ଦ୍ୱାରା ପିଲାମାନେ ସବୁ କିଛି ଜାଣି ଯାଉଛନ୍ତି। ଏହା ତ ପତିତ ଦୁନିଆ ଅଟେ। ସମସ୍ତ କଳିଯୁଗୀ ପତିତମାନଙ୍କୁ ସତ୍ୟଯୁଗୀ ପବିତ୍ର କିପରି କରୁଛନ୍ତି, ତାହା ତ କେବଳ ବିକେ ମାନଙ୍କ ବ୍ୟତୀତ ଆଉ କେହି ବି ଜାଣି ନାହାନ୍ତି। ଏକମାତ୍ର ବାବା ହିଁ କଳିଯୁଗର ଦୁର୍ଗତିରୁ ମୁକ୍ତ କରି ସତ୍ୟଯୁଗୀ ସଦ୍ଗତିକୁ ପ୍ରାପ୍ତ କରାଇଥାନ୍ତି। ଶିବ ଜୟନ୍ତୀ ମଧ୍ୟ ଭାରତରେ ହିଁ ପାଳନ ହୋଇଥାଏ। ତେବେ ସିଏ ନିଶ୍ଚିତ ଭାବରେ ଭାରତକୁ ଆସିଥାନ୍ତି, କିନ୍ତୁ ଆସି କ'ଣ ଦେଉଛନ୍ତି ତାହା ଭାରତବାସୀ ଜାଣି ନାହାନ୍ତି। ପ୍ରତିବର୍ଷ ଶିବ ଜୟନ୍ତୀ ପାଳନ କରୁଛନ୍ତି, କିନ୍ତୁ ଜ୍ଞାନର ତୃତୀୟ ନେତ୍ର ନାହିଁ, ସେଥିପାଇଁ ବାବାଙ୍କୁ ଜାଣି ନାହାନ୍ତି। ଗୀତ ନୟନହୀନକୁ ରାହ ଦିଖାଓ। ଆମେ ସବୁ ନୟନହୀନ। ଏହା ମନୁଷ୍ୟମାନଙ୍କ ଦ୍ୱାରା ରଚିତ କବିତା ବା ଗୀତ ଅଟେ। ଏହି ସ୍ଥୂଳ ନୟନ ତ ସମସ୍ତଙ୍କର ଅଛି, କିନ୍ତୁ ନିଜକୁ ନୟନହୀନ ବୋଲି କାହିଁକି କହୁଛନ୍ତି, ସେ କଥା ବାବା ବୁଝାଉଛନ୍ତି। ତୁମର ଜ୍ଞାନର ତୃତୀୟ ନେତ୍ର ନାହିଁ। ତେବେ ନିଜର ପିତାଙ୍କୁ ନ ଜାଣିବା ହିଁ ଅଜ୍ଞାନତା ଅଟେ। ବାବାଙ୍କୁ ବାବାଙ୍କ ଦ୍ୱାରା ଜାଣିବା ହିଁ ହେଉଛି ଜ୍ଞାନ। ବାବା ଏବେ ତୁମମାନଙ୍କୁ ଜ୍ଞାନର ତୃତୀୟ ନେତ୍ର ଦେଉଛନ୍ତି, ଯାହାଦ୍ୱାରା ତୁମେ ସମ୍ପୂର୍ଣ୍ଣ ରଚନାର ଆଦି ମଧ୍ୟ ଅନ୍ତକୁ ଜାଣି ଯାଉଛ। ଜ୍ଞାନ ସାଗରଙ୍କର ସନ୍ତାନ, ମାଷ୍ଟର ଜ୍ଞାନର ସାଗର ହୋଇଯାଉଛ। ତୃତୀୟ ନେତ୍ର ମିଳିବା ଅର୍ଥ ହିଁ ତ୍ରିନେତ୍ରୀ ତ୍ରିକାଳଦର୍ଶୀ ତ୍ରିଲୋକୀନାଥ ହୋଇଯିବା। ଭାରତବାସୀ ଏକଥା ଜାଣିନାହାନ୍ତି ଯେ ଏହି ଲକ୍ଷ୍ମୀ ନାରାୟଣ, ଯିଏକି ସତ୍ୟଯୁଗର ମାଲିକ ଥିଲେ, ଏମାନଙ୍କୁ ଏହି ବର୍ଷା କିପରି ମିଳିଲା? ସେମାନେ ଏହି ସୃଷ୍ଟିକୁ କେବେ ଆସିଥିଲେ, ପୁଣି କୁଆଡ଼େ ଗଲେ, କିପରି ରାଜ୍ୟ ନେଲେ, କିଛି ବି ଜାଣି ନାହାନ୍ତି। ଏହି ଦେବତାମାନେ ହିଁ ପାବନ ଅଟନ୍ତି ନା? ତେବେ ସେମାନଙ୍କୁ ପାବନ ତ ନିଶ୍ଚିତ ବାବା ହିଁ କରିଥିବେ। ତୁମ ଭାରତବାସୀମାନଙ୍କୁ ବାବା ହିଁ ଆସି ବୁଝାଉଛନ୍ତି, ଯେଉଁମାନେ କି ଦେବତାମାନଙ୍କୁ ଏବଂ ଶିବଙ୍କୁ ମାନୁଛନ୍ତି। ଶିବଙ୍କର ଜନ୍ମ ମଧ୍ୟ ଭାରତରେ ହିଁ ହୋଇଥିଲା। ଭଗବାନ ତ ସର୍ବୋଚ୍ଚ। ଶିବ ଜୟନ୍ତୀ ମଧ୍ୟ ଏହିଠାରେ ପାଳନ କରୁଛନ୍ତି।
जगत अम्बा जगत पिता ब्रह्मा एवं सरस्वतींकर जन्म मध्य एहिठारे ही हेउछि। लक्ष्मी नारायणंकर जन्म मध्य एहिठारे ही होइथाए। सेहिमाने ही राधा कृष्ण अटंती। एकथा मध्य भारतवासी जानिछन्ति। कहउछन्ति हे पतित पावन आस। तेबे निश्चित समस्ते पतित। साधु सन्थ ऋषि मुनि आदि समस्ते डाकुछन्ति आमको पावन करिबा पाई आस। अन्यपटे पुणी पाप धोइबा पाई कुंभ मेला आदि को जाउछन्ति। भाबुछन्ति गंगा हेउछि पतित पावनी। जदि डाकुछन्ति हे पतित पावन आस, तेबे मनुष्य किपरि काहाकु पावन करि पारिबे? बाबा बुझाउछन्ति तुमे प्रथमे देवी देवता धर्मर थिल, सेतेबेले समस्ते पावन थिल, एबे पतित होई जाइछ। एकथा मध्य कहउछन्ति जे रास्ता देखाओ प्रभु। तेबे केउ रास्ता? कहउछन्ति बाबा आमको जीवन मुक्तिर रास्ता देखाओ। आम भितरे पांच विकार भरी रहिछि। बाबा आमे जेतेबेले सबु स्वर्गरे थिलु सेतेबेले निर्विकारी थिलु, एबे विकारी पतित होई जाइछु। एहार किछि रहस्य त सुनाओ। एहा कौनसी मनगढ़ा कहानी नुहे। बाबा बुझाउछन्ति एहा ही श्रीमद् भागवत गीता अथवा परमात्मांक द्वारा सुना जाइथिबा गीता अटे। निराकार भगवान ही पतित मानंकु पावन करिथांती। तेणु मनुष्य मानंकु भगवान कुहा जाई परिबो नाही। बाबा कहउछन्ति एते बड़ बड़ गुरु माने थाई मध्य भारत एते पतित कौड़ी भली काहींकी होई जाइछि? एहा कालीर कथा, जेबे कि भारत स्वर्ग थिला। बाबा ही भारत को स्वर्गर उपहार देइथिले। पतित भारतवासी मानंकु आसी राजयोगर शिक्षा देई पवित्र करिथिले। पुणी बाबा एबे पिलामानंक पाखकु सेवाधारी होई आसिछन्ति। बाबा हेले आत्मिक सेवाधारी, बाकी सबु मनुष्य मात्र के हेले शारीरिक सेवाधारी। सन्यासी माने मध्य शारीरिक सेवाधारी अटंती। सेमाने पुस्तक आदि सुनाई थांती। बाबा कहउछन्ति मु निराकार साकार साधारण वृद्ध शरीर रे प्रवेश करी पिलामानंकु बुझाउछि। बाबा कहउछन्ति मु निराकार साकार वृद्ध शरीर रे प्रवेश करी पिलामानंकु बुझाउछि। हे भारतवासी पिलामाने देख, आत्मार पिता आत्मा मानंकु आसी बुझाउछन्ति। ब्रह्मा शुणाउ नाहंती, किंतु निराकार पिता यही शरीरर आधार नेउछन्ति। शिवंकर त निजर शरीर नाही। शालग्राम आत्मा मानंकर त निजर शरीर अछि। जेउ माने कि पुनर्जन्म रे आसी आसी पतित होई जाउछन्ति। एबे त सारा दुनिया पतित। एठारे त केही जणे भी पवित्र नाहंती। तुमे माने सतोप्रधान थिल, पुणी विकारर खाद मिसिबा कारणरू शत अवस्थारू रजो तमकु आसी जाइछ। तुम भारतवासी मानंक निकटरे शिव बाबा आसी शरीर धारण करुछन्ति, जाहांकु भागीरथ कुहा जाए। मंदिर रे शंकरंकर चित्र देखाइछन्ति, कारण सेमाने शिव शंकरंकु एक बोली भाबी नेइछन्ति। एकथा बुझी नाहंती जे शिव त निराकार एवं शंकर आकारी अटन्ति। तेबे शिव शंकरंकु एकाठी किपरि कहुछ? अच्छा, पुणी वृषभ उपरे आरोहण किए करुछन्ति? शिव ना शंकर? सूक्ष्म लोकरे वृषभ केउठु आसिला? शिव त ब्रह्मलोकरे रुहंती एवं शंकर रुहंती सूक्ष्म लोकरे। ब्रह्मलोकरे समस्त आत्मा माने मध्य अछन्ति। सूक्ष्म लोकरे त केवल ब्रह्मा विष्णु शंकर अछन्ति। सेठारे कौनसी जीवजंतु नाहंती। बाबा कहउछन्ति मु साधारण वृद्ध शरीर रे प्रवेश करी तुम मानंकु बुझाउछि। तुमे पिला माने निजर जन्म को जानि नाहो। सत्य जुगरु आरंभ करी तुमे केते जन्म नेइछ? 84 जन्म। वर्तमान एहा हेउछि शेष जन्म। भारत जिए कि अमर लोक पावन थिला, ताहा एबे मृत्यु लोक पतित होई जाइछि। समस्तंकर सद्गति दाता त जणे ना। रुद्रमाला मध्य परम पिता परमात्मा शिवंकर। श्री श्री 108 रुद्रमाला कुहा जाए। तेबे समस्ते शिवंकर गଳାର हार अटन्ति। बाबा त पतित पावन।
ସମସ୍ତଙ୍କର ସଦ୍ଗତି ଦାତା, ସମସ୍ତଙ୍କୁ ବର୍ଷା ଦେଉଛନ୍ତି। ଲୌକିକ ପିତାଙ୍କ ଠାରୁ ହଦ୍ର ବର୍ଷା ମିଳିଥାଏ, ଯାହାକୁ ସନ୍ନ୍ୟାସୀମାନେ କାକବିଷ୍ଠା ସମାନ ସୁଖ ବୋଲି ଭାବିଥାନ୍ତି। ବାବା କହୁଛନ୍ତି, ତୁମର ଏହି ଦୁନିଆର ସୁଖ ନିଶ୍ଚିତ କାକବିଷ୍ଠା ସମାନ ଅଟେ। ବାବା ହିଁ ଏଠାକୁ ଆସି ଏହି ଜ୍ଞାନର ଆଧାରରେ ପତିତମାନଙ୍କୁ ପାବନ ବା କଣ୍ଟାକୁ ଫୁଲ କରୁଛନ୍ତି। ଏହା ଗୀତାର ଜ୍ଞାନ ଅଟେ। ଏହି ଜ୍ଞାନକୁ କେହି ମନୁଷ୍ୟ ବୁଝାଇ ପାରିବେ ନାହିଁ। ଜ୍ଞାନର ସାଗର ପତିତ ପାବନ ବାବା ହିଁ ବୁଝାଇ ପାରିବେ। ବାବାଙ୍କ ଠାରୁ ହିଁ ସମ୍ପତ୍ତି ମିଳୁଛି, ଯାହାକି ତୁମେମାନେ ନେଉଛ। ତୁମେ ହିଁ କେବଳ ସଦ୍ଗତି ଆଡ଼କୁ ଯାଉଛ। ଏବେ ତ ତୁମେମାନେ ସଙ୍ଗମ ଯୁଗରେ ଅଛ, ସେମାନେ କଳିଯୁଗରେ ଅଛନ୍ତି। ଏବେ ହେଲା କଳିଯୁଗର ଅନ୍ତିମ ସମୟ। ମହାଭାରତ ଲଢ଼େଇ ମଧ୍ୟ ସମ୍ମୁଖରେ ଉପସ୍ଥିତ। 5000 ବର୍ଷ ପୂର୍ବେ ମଧ୍ୟ ଯେତେବେଳେ ତୁମେ ରାଜଯୋଗର ଶିକ୍ଷା ନେଉଥିଲ, ସେତେବେଳେ ମଧ୍ୟ ଏହି ପୁରୁଣା ଦୁନିଆ ରୂପୀ ପାଳଗଦାକୁ ନିଆଁ ଲାଗିଥିଲା। ଏହିଭଳି ଲକ୍ଷ୍ମୀ ନାରାୟଣ ହେବା ପାଇଁ ଏବେ ତୁମେମାନେ ରାଜଯୋଗ ଶିଖୁଛ। ବାକି ସବୁ ହେଲା ଭକ୍ତି ମାର୍ଗ। ବାବା ଯେତେବେଳେ ଆସୁଛନ୍ତି, ସେତେବେଳେ ସ୍ୱର୍ଗର ଦ୍ୱାର ଖୋଲୁଛନ୍ତି। ବାବା କହୁଛନ୍ତି, ଏହି ଶିବଶକ୍ତି ଭାରତ ମାତା ମାନେ ତ ଶ୍ରୀମତ ଆଧାରରେ ଭାରତକୁ ସ୍ୱର୍ଗ କରୁଛନ୍ତି। ତୁମେମାନେ ହେଉଛ ଶିବଶକ୍ତି ଭାରତ ମାତା, ଯିଏକି ଭାରତକୁ ସ୍ୱର୍ଗରେ ପରିଣତ କରୁଛ। ତୁମେମାନେ ଶିବଙ୍କର ହିଁ ସନ୍ତାନ ଅଟ, ସେଥିପାଇଁ ତାଙ୍କୁ ହିଁ ସ୍ମରଣ କରୁଛ। ଶିବଙ୍କ ଠାରୁ ଶକ୍ତି ନେଇ 5 ବିକାର ରୂପୀ ଶତ୍ରୁମାନଙ୍କ ଉପରେ ବିଜୟ ପ୍ରାପ୍ତ କରୁଛ। ତୁମେମାନେ 5000 ବର୍ଷ ପୂର୍ବେ ମଧ୍ୟ ଭାରତର ଆତ୍ମିକ ସେବା କରିଥିଲ। ଦୁନିଆର ସମାଜସେବୀମାନେ ଶାରୀରିକ ସେବା କରୁଛନ୍ତି। ଏହା ହେଲା ଆତ୍ମିକ ସେବା। ପରମ ପିତା ଆସି ଆତ୍ମାମାନଙ୍କୁ ଜ୍ଞାନର ଇଞ୍ଜେକ୍ସନ ଦେଉଛନ୍ତି, ଅର୍ଥାତ୍ ରାଜଯୋଗର ପାଠ ପଢ଼ାଉଛନ୍ତି। ଏସବୁ କଥା ଆତ୍ମା ହିଁ ଶୁଣୁଛି। ତୁମେମାନେ ଆତ୍ମା ଅଟ। ତୁମେ ହିଁ 84 ଜନ୍ମ ନେଉଛ। ଗୋଟିଏ ଶରୀର ଛାଡ଼ି ଆଉ ଗୋଟିଏ ନେଉଛ। 84 ଜନ୍ମ ନେଇ 84ଟି ମା ବାପା କରିଛ। ସତ୍ୟଯୁଗ ତ୍ରେତା ଯୁଗରେ ତୁମେମାନେ ସ୍ୱର୍ଗର ସୁଖ ପାଇଥିଲ। ଏବେ ପୁଣି ବେହଦର ବାବାଙ୍କ ଦ୍ୱାରା ସୁଖର ବର୍ଷା ନେଉଛ। ନିଶ୍ଚିତ ଭାବରେ ଭାରତରେ ଏହି ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ ଥିଲା। ସେଠାରେ ଅସୁର ଆଦି କେହି ନଥିଲେ। ତୁମେ ଜାଣିଛ, ଏବେ ଏହି ପୁରୁଣା ଦୁନିଆକୁ ନିଆଁ ଲାଗିବ। ମୁଁ ଆସି ଜ୍ଞାନ ଯଜ୍ଞ ରଚନା କରୁଛି, ଯାହାଦ୍ୱାରା ତୁମେ ସବୁ ପବିତ୍ର ଦେବତା ହେଉଛ। ହଜାର ହଜାର ଆତ୍ମା ଅଛନ୍ତି, ଯେଉଁମାନେ ଦେବତା ହେବାର ପୁରୁଷାର୍ଥ କରୁଛନ୍ତି। ବାବା ପିଲାମାନଙ୍କର ସଦ୍ଗତି କରିବା ପାଇଁ ଆସିଛନ୍ତି। ତୁମମାନଙ୍କୁ କଣ୍ଟାରୁ ଫୁଲ କରୁଛନ୍ତି। ତୁମମାନଙ୍କୁ ଜ୍ଞାନର ତୃତୀୟ ନେତ୍ର ଦେଉଛନ୍ତି, ଯାହାଦ୍ୱାରା ତୁମେ ସାରା ଡ୍ରାମାକୁ ଶିବ ବାବାଙ୍କର କିପରି ପାଠ ଚାଲିଛି ସବୁକିଛି ଜାଣିପାରୁଛ। ବ୍ରହ୍ମା ଏବଂ ବିଷ୍ଣୁଙ୍କର ସମ୍ପର୍କ କ'ଣ ତାହା ମଧ୍ୟ ଜାଣିଛ। ଭକ୍ତିରେ ଦେଖାଉଛନ୍ତି ଯେ ବିଷ୍ଣୁଙ୍କ ନାଭିରୁ ବ୍ରହ୍ମା ବାହାରିଛନ୍ତି, କାରଣ ବ୍ରହ୍ମା ହିଁ ସେଠାରେ ଯାଇ ବିଷ୍ଣୁ ହେଉଛନ୍ତି। ବ୍ରାହ୍ମଣମାନେ ହିଁ ପୁଣି ଦେବତା ହେଉଛନ୍ତି। ବିଷ୍ଣୁରୁ ବ୍ରହ୍ମା ହେବା ପାଇଁ 5000 ବର୍ଷ ଲାଗିଲା, ଏକଥା କେବଳ ତୁମକୁ ଜଣାଅଛି। ତୁମ ବ୍ରାହ୍ମଣମାନଙ୍କର ନାଭି କମଳରୁ ବିଷ୍ଣୁପୁରୀର ପ୍ରଗଟ ହେଉଛି। ସେମାନେ ତ କେବଳ ଚିତ୍ର ତିଆରି କରିଦେଇଛନ୍ତି ଯେ ବିଷ୍ଣୁଙ୍କ ନାଭିରୁ ବ୍ରହ୍ମା ବାହାରିଲେ। ପୁଣି ସମସ୍ତ ବେଦଶାସ୍ତ୍ରର ସାର କଥା ଶୁଣାଇଲେ। ଏବେ ତୁମେ ବ୍ରହ୍ମାଙ୍କ ଦ୍ୱାରା ସମସ୍ତ ସାର କଥାକୁ ଜାଣୁଛ। ବାବା କହୁଛନ୍ତି, ମୁଖ୍ୟ ଧର୍ମଶାସ୍ତ୍ର ହେଲା 4ଟି। ପ୍ରଥମ ଦୈବୀ ଧର୍ମର ଶାସ୍ତ୍ର ହେଲା ଗୀତା। ଗୀତା କିଏ ଶୁଣାଇଛନ୍ତି? ଶିବ ବାବା। ଜ୍ଞାନର ସାଗର ପତିତ ପାବନ ସୁଖର ସାଗର ଶିବ ବାବା ହିଁ ଅଟନ୍ତି। ସିଏ ଆସି ଭାରତକୁ ସ୍ୱର୍ଗ କରିଥିଲେ, ନା କି ଶ୍ରୀକୃଷ୍ଣ। ଶ୍ରୀକୃଷ୍ଣ ତ ମୋ ଦ୍ୱାରା ଜ୍ଞାନ ଶୁଣି ପୁନର୍ବାର ଶ୍ରୀକୃଷ୍ଣ ହେଲେ। ତେବେ ଏହା ଗୁପ୍ତ କଥା ହେଲା ନା। ନୂଆ ନୂଆ ପିଲାମାନେ ଏହିସବୁ କଥାକୁ ବୁଝିପାରିବେ ନାହିଁ। ଶିବ ବାବା ହିଁ ସ୍ୱର୍ଗର ସ୍ଥାପନା କରିଥିଲେ।
ଯେଉଁଠାରେ ଏହି ଲକ୍ଷ୍ମୀ ନାରାୟଣ ରାଜତ୍ୱ କରୁଥିଲେ। ଏବେ ତୁମେ ମନୁଷ୍ୟରୁ ଦେବତା ହେଉଛ। ବାବା କହୁଛନ୍ତି, ଏହି ମୃତ୍ୟୁଲୋକ ଦୁଃଖଧାମରେ ତୁମର ଏହା ଅନ୍ତିମ ଜନ୍ମ ଅଟେ। ଭାରତ ଅମରଲୋକ ଥିଲା। ସେଠାରେ ଦୁଃଖର ନାମ ନଥିଲା। ଭାରତ ପରିସ୍ଥାନ ଥିଲା। ଏବେ କବରସ୍ଥାନ ଅର୍ଥାତ୍ ଶ୍ମଶାନ ଭୂମି ପାଲଟି ଯାଇଛି। ପୁଣି ପରିସ୍ଥାନ ହେବ। ଏସବୁ ହେଲା ବୁଝିବାର କଥା। ଏହା ହେଲା ମନୁଷ୍ୟରୁ ଦେବତା ହେବାର ପାଠଶାଳା। ଏହା କୌଣସି ସନ୍ନ୍ୟାସୀମାନଙ୍କର ସତ୍ସଙ୍ଗ ନୁହେଁ, ଯେଉଁଠି ଶାସ୍ତ୍ର ଶୁଣାଯାଉଛି। ଏହିସବୁ କଥାକୁ କେହି ନୂଆ ବୁଝିପାରିବେ ନାହିଁ ଯେ ପର୍ଯ୍ୟନ୍ତ 7 ଦିନର କୋର୍ସ ନ କରିଛନ୍ତି। ବର୍ତ୍ତମାନ ତ ସବୁ ମନୁଷ୍ୟ ମାତ୍ରକେ ଭକ୍ତ ଅଟନ୍ତି। ସେମାନଙ୍କର ଆତ୍ମା ମଧ୍ୟ ତାଙ୍କୁ ହିଁ ସ୍ମରଣ କରୁଛି। ସମସ୍ତେ ସେହି ଏକମାତ୍ର ପରମାତ୍ମା ପ୍ରେମିକଙ୍କର ପ୍ରେମିକା ଅଟନ୍ତି। ବାବା ଆସି ସତ୍ୟଖଣ୍ଡ ତିଆରି କରୁଛନ୍ତି। ଅଧାକଳ୍ପ ପରେ ପୁଣି ରାବଣ ଆସି ମିଥ୍ୟାଖଣ୍ଡ କରିଦେଉଛି। ଏବେ ହେଲା ସଙ୍ଗମ। ଏସବୁ ବୁଝିବାର କଥା ଅଟେ। ଆଚ୍ଛା, ମିଠେ ମିଠେ ଶିଖିଲାଦି ସନ୍ତାନମାନଙ୍କ ପ୍ରତି ମାତ ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ଓମ୍ ଶାନ୍ତି, ଗୁଡ୍ ମର୍ଣ୍ଣିଂ, ନମସ୍ତେ 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 ନମସ୍ତେ। ଶୁକ୍ରିୟା ବାବା, ଶୁକ୍ରିୟା। ଓମ୍ ଶାନ୍ତି। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର, ବାବାଙ୍କର ଶ୍ରୀମତ ଆଧାରରେ ଭାରତର ସଚ୍ଚା ଆତ୍ମିକ ସେବା କରିବାକୁ ହେବ। ସର୍ବଶକ୍ତିମାନ ବାବାଙ୍କ ଠାରୁ ଶକ୍ତି ନେଇ 5 ବିକାର ରୂପୀ ଶତ୍ରୁ ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ। 2 ନମ୍ବର, ମନୁଷ୍ୟରୁ ଦେବତା ହେବା ପାଇଁ ପବିତ୍ର ନିଶ୍ଚିତ ହେବାକୁ ପଡ଼ିବ। ଜ୍ଞାନକୁ ଜୀବନରେ ଧାରଣ କରି କଣ୍ଟାରୁ ଫୁଲ ହେବାକୁ ପଡ଼ିବ ଏବଂ ଅନ୍ୟମାନଙ୍କୁ କରିବାକୁ ପଡ଼ିବ। ଆଜିର ବରଦାନ, ବିନାଶ ସମୟରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଉଥିବା ଆକାରୀ ଲାଇଟ୍ ରୂପଧାରୀ ଭବ। ବିନାଶ ସମୟରେ ପରୀକ୍ଷାରେ ପାସ୍ ହେବା ପାଇଁ ବା ସର୍ବ ପରିସ୍ଥିତିଗୁଡ଼ିକୁ ସାମ୍ନା କରିବା ପାଇଁ ଆକାରୀ ଲାଇଟ୍ ରୂପଧାରୀ ହୁଅ। ଯଦି ଚାଲିବା ବୁଲିବା ସମୟରେ ଲାଇଟ୍ ହାଉସ୍ ହୋଇଯିବ, ତେବେ ତୁମମାନଙ୍କର ଏହି ରୂପ ଅର୍ଥାତ୍ ଶରୀର ଦେଖାଯିବ ନାହିଁ। ଯେପରି କୌଣସି ଅଭିନୟ କରିବା ସମୟରେ ସେହି ଅନୁରୂପକ ବସ୍ତ୍ର ଧାରଣ କରିଥାନ୍ତି ଏବଂ କାର୍ଯ୍ୟ ସମାପ୍ତ ହେବା ପରେ ବସ୍ତ୍ରକୁ ଓହ୍ଲାଇ ଦିଅନ୍ତି, ସେହିପରି ଗୋଟିଏ ସେକେଣ୍ଡ ଭିତରେ ଧାରଣ କର ଏବଂ ଆଉ ଗୋଟିଏ ସେକେଣ୍ଡରେ ତାଠାରୁ ଅଲଗା ହୋଇଯାଅ। ଯେତେବେଳେ ଏହିଭଳି ଅଭ୍ୟାସ ହୋଇଯିବ, ସେତେବେଳେ ଦେଖିବା ବାଲା ଅନୁଭବ କରିବେ ଯେ ଇଏ ଲାଇଟ୍ର ବସ୍ତ୍ରଧାରୀ ଅଟନ୍ତି। ଲାଇଟ୍ ହିଁ ୟାଙ୍କର ଶୃଙ୍ଗାର ଅଟେ। ସ୍ଲୋଗାନ, ଉମଙ୍ଗ ଉତ୍ସାହର ଡେଣା ଯଦି ସର୍ବଦା ସାଥିରେ ରହିଥିବ, ତେବେ ସବୁ କାର୍ଯ୍ୟରେ ସଫଳତା ସହଜରେ ମିଳିଯିବ। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇସାରା, ନିଶ୍ଚୟର ମୂଳଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିନ୍ତ ରୁହ। ଯେହେତୁ ବାବା ସର୍ବଶକ୍ତିବାନ ଅଟନ୍ତି, ତେଣୁ ତାଙ୍କର ହାତ ଧରିବା ବାଲା ମଧ୍ୟ ନିଶ୍ଚିତ ପହଞ୍ଚିଯିବେ, ଏହି ବିଶ୍ୱାସ ରଖ। ହୁଏତ ନିଜେ ଦୁର୍ବଳ ବି ହୋଇଥାଇପାର, କିନ୍ତୁ ତୁମର ସାଥୀ ତ ମଜବୁତ ଅଟନ୍ତି ନା। ସେଥିପାଇଁ ପାରି ହୋଇଯିବା ସୁନିଶ୍ଚିତ ଅଟେ। ସର୍ବଦା ଏହି ସ୍ମୃତିରେ ରୁହ ଯେ ମୁଁ ନିଶ୍ଚୟ ବୁଦ୍ଧି ବିଜୟୀ ରତ୍ନ ଅଟେ। ବିଗିଡ଼ି ଯାଇଥିବା କଥାକୁ ବିନ୍ଦୁ ଲଗାଇ ଆଗକୁ ବଢ଼ି ଚାଲ। ଓମ୍ ଶାନ୍ତି। ଆଜି ପ୍ରିୟ ବିଶେଷ ସୂଚନା, ଆଜି ପ୍ରିୟ ବାପଦାଦାଙ୍କର ଅତି ସ୍ନେହୀ ଦେଶ ବିଦେଶର ସବୁ ବ୍ରାହ୍ମଣ ପରିବାରର ଜାନ୍, ଆମ ସମସ୍ତଙ୍କ ହୃଦୟରେ ରାଜ୍ୟ କରୁଥିବା ମିଠି ଜାନକୀ ଦାଦୀଙ୍କର ପୁଣ୍ୟତିଥି ଦିବସ। ଦିଦିଜୀ 104 ବର୍ଷ ବୟସ ପର୍ଯ୍ୟନ୍ତ ବିଦେହୀ ଏବଂ ଜୀବନମୁକ୍ତ ସ୍ଥିତିରେ ରହି ଜ୍ଞାନ ଦାନ କରିବା ସହିତ ଗୁଣଦାନ କରି ପୁରା ପରିବାରର ଅଲୌକିକ ପାଳନା କରିଛନ୍ତି। ତାଙ୍କର ସାରଗର୍ଭିତ ଅନେକ ଜ୍ଞାନର ଗୁହ୍ୟ ରହସ୍ୟଯୁକ୍ତ କ୍ଲାସ୍ ସମସ୍ତଙ୍କର ମାର୍ଗଦର୍ଶନ କରି ଆସିଛି। ଆଜି ପର୍ଯ୍ୟନ୍ତ ମଧ୍ୟ ତାଙ୍କର ଛତ୍ରଛାୟା ଏବଂ ତାଙ୍କ ଦ୍ୱାରା ମିଳିଥିବା ବହୁମୂଲ୍ୟ ଶିକ୍ଷା ଗୁଡ଼ିକ ଅନେକ ବ୍ରହ୍ମାବଶ୍ଚଙ୍କ କାନରେ ବାଜୁଛି।
दादीजी स्वच्छता सत्यता एवं सरलतार प्रतिमूर्ति थिले। दादीजीଙ୍କ द्वारा मिलिथिबा अनेक बहुमूल्य शिक्षा भितरु किछि शिक्षा लेखुअछु। समस्तंकु एही शिक्षा गुड़िको निज जीवन रे धारण करिबाकु हेबो। 1 निजर सूक्ष्म अभिमान को परखी ताकू जेते शीघ्र समाप्त करिबा ही निज उपरे आशीर्वाद करिबा। 2 अधिक भाबिबा कहिबा एवं चिंता करिबा द्वारा शक्ति खर्च होई थाए। तेणु नीरवतारे रुह तेबे शक्ति जमा हेबो। 3 काहारी भूल को निज बुद्धि रे रख नाही, बुद्धि को स्वच्छ रखिले ही शांति रे रही पारिबो। 4 बुद्धिवान होई व्यर्थ बा नकारात्मक को समाप्त करि दियो तेबे शांति प्रिय होई जिवो। जदि बाबांक ठारू पुरस्कार नेबार अछि तेबे नियम अनुसारे चालो, टिके भी काहा सहित ममत्व रख नाही। 6 कर्म एवं संबंधर परिचय गुणगुड़िकरू जना पड़ी थाए। तेणु कर्म रे आत्मिकता एवं संबंधरे सत्यता रहू। 7 नम्रता एवं सत्यता को निजर साथी करिनियो तेबे प्रत्येक कथा सठिक होई जिवो। 8 स्नेह मागिबा परिवर्ते स्वमान रे रुह एवं समस्तंको सम्मान दियो तेबे स्नेहर पात्र होई जिवो। 9 जे सत्यवादी स्वच्छवादी एवं सेवाधारी अटंती से परमात्मांकर प्रिय पात्र अटंती। 10 सेवा करिबा समय रे डबल लाइट होई रहिबा एहा ही सबुठारु बड़ सेवा। 11 बड़ कथा को छोट करि दियो तेबे सुली मध्य कंटा होई जिवो। 12 चिंतन साधनर हस्तक्षेप करि थाए एवं सिमरण साधना द्वारा सिद्धि प्राप्त कराई थाए। 13 खुशीर खजना जदि सर्वदा कायम रखिबाकू चाहुछ तेबे सकारात्मक चिंतनर उपाय सिख। 14 वर्तमानर स्थिति ही अंतिम समय रे काम रे आसीबो, सेथिपाई निजर स्थिति को निर्माण करिबा उपरे ध्यान दियो। 15 मनोबल एपरी भावे बढ़ाई दियो जहा द्वारा निजे सुरक्षित रहिबा सहित अन्य माननकु मध्य सहयोग देई पारिबो। 16 अपवित्रतारू मुक्त हेबाकू हेले आंतरिक वैराग्य वृत्ति को धारण कर। ओम शांति।